Okay, praise the Lord. Praise Lord. We will turn our Bibles to John chapter 3. ଆମେ ଆମର ବାଇବେଲ ଖୋଲିବା ଜନ୍ ଲିଖିତ ସୁସମାଚାର 3 ପର୍ବ And we'll read verses 1 and 2. ଆଉ ଆମେ 3 ପର୍ବର 1 ଆଉ 2 ପଦ ଆମେ ପଠନ କରିବା ଜନ୍ ଲିଖିତ ସୁସମାଚାର 3 ପର୍ବ 1 ଆଉ 2 ଆମେ ପଠନ କରିବା। ଫାରିସି ମାନଙ୍କ ମଧ୍ୟରେ ନିକୋଦେମ ନାମକ ଜଣେ ବ୍ୟକ୍ତି ଥିଲେ। ସେ ଜିଉଜ ମାନଙ୍କର ଜଣେ ନେତା। ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କ ଠାରୁ ଆଗତ ଗୁରୁ ଏହା ଆମେ ଜାଣୁ, କାରଣ ଆପଣ ଏଇ ଯେଉଁ ସମସ୍ତ ଆଶ୍ଚର୍ଯ୍ୟ କର୍ମ କରୁଛ ଅଛନ୍ତି ଈଶ୍ୱର ସାଙ୍ଗରେ ନଥିଲେ ସେଇ ସବୁ କେହି କରିପାରେ ନାହିଁ। Okay, the eighth person that we are looking at is Nicodemus. ଆଉ ଆମେ ସେଇ ଅଷ୍ଟମ ବ୍ୟକ୍ତି ଯାହାକି ଯୀଶୁଙ୍କ ସହିତ ସଂସ୍ପର୍ଶରେ ଆସିଥିଲେ, ଉତ୍ତମ ସଂସ୍ପର୍ଶରେ, ତାଙ୍କ ନାଁ ହେଉଛି ନିକୋଦେମ। John 3:16, every one of us know it very well. ଆଉ ଆମମାନଙ୍କ ମଧ୍ୟରୁ ସମସ୍ତେ ଜହନ ଲିଖିତ ସୁସମାଚାରର 3:16 ପଦକୁ ଭଲ ଭାବରେ ଆମେ ସମସ୍ତେ ଜାଣୁ। And that is a verse which Jesus quoted to Nicodemus. ଆଉ ସେ ହେଉଛି ଏଇ ପଦଟା ଯୋଉଟା କି ପ୍ରଭୁ ଯୀଶୁ ନିକୋଦେମକୁ କହିଥିଲେ। And so we have to know something about this man Nicodemus. He is a very important person. ଆଉ ଆମେ ମଧ୍ୟ ଆଜି ଏଇ ଲୋକ ବିଷୟରେ ଜାଣିବା, ସେ ଗୋଟେ ତାଙ୍କ ବିଷୟରେ ଗୋଟେ କେତେ ଗୁଡିଏ ମୁଖ୍ୟ ବିଷୟ ଆମେ ଆଜି ଜାଣିବା। Yeah, he was a member of the Jewish committee and very powerful and influential person. ଆଉ ସେ ଜିଉଜ ମାନଙ୍କର ଯୋଉ ସଭା ସମିତି ମାନଙ୍କର ଗୋଟେ ମୁଖ୍ୟ ବ୍ୟକ୍ତି ଥିଲେ, ଆଉ ତାଙ୍କ ମଧ୍ୟ ଗୋଟେ ପ୍ରଭାବ ଥିଲା, କାରଣ ସେ ଜଣେ ପ୍ରଭାବଶାଳୀ ଲୋକ ଥିଲେ, ଅନ୍ୟମାନଙ୍କୁ ପ୍ରଭାବ କରି ପାରୁଥିଲେ। And also he was a wealthy person and he had a lot of power and lot of respect in the community. ଆଉ ସେଇ ଜିଉଜ ମାନଙ୍କ ସମାଜରେ ମଧ୍ୟ ସେ ଗୋଟେ ଧନୀଶାଳୀ ବ୍ୟକ୍ତି ଥିଲେ, ବହୁତ ପ୍ରଭାବ ଥିଲା ତାଙ୍କର, ଏବଂ ପ୍ରତ୍ୟେକ ଜଣ ଗୋଟେ ତାଙ୍କୁ ସମ୍ମାନୀୟ ବ୍ୟକ୍ତି ରୂପେ ଜାଣିଥିଲେ। And as he was a Pharisee, he was very strictly obeying all the laws mentioned in the Bible. ଯେହେତୁ ସେ ଜଣେ ଫାରୁସି ଥିଲେ, ଆଉ ବାଇବେଲରେ ଲିଖିତ ସମସ୍ତ ବ୍ୟବସ୍ଥାକୁ ସେ ବହୁତ କଡାକଡି ରୂପେ ସେ ପାଳନ କରୁଥିଲେ। And he was observing almost anybody who would preach the gospel. ଆଉ ଯେ କେହି ଯଦି ଇଏ କରୁଥିଲେ, ବାକ୍ୟ ପ୍ରଚାର କରୁଥିଲେ, ସେ କଣ କରୁଥିଲେ, ତାକୁ ପୁରା ନିଖୁଣ ଭାବେ ତାକୁ ଲକ୍ଷଣ କରୁଥିଲେ। And some theologians say that he was there even when Jesus was who came to the temple as a small child. ଆଉ କେତେ ଗଡ଼ ବାଇବେଲ ପଣ୍ଡିତ ମାନେ ମଧ୍ୟ ଏପରି କହନ୍ତି, ଆଉ ଯେତେବେଳେ ପ୍ରଭୁ ଯୀଶୁ ମନ୍ଦିର ମଧ୍ୟରେ ଛୋଟବେଳେ ଆସି ରହି ଯାଇଥିଲେ, ସେତେବେଳେ ମଧ୍ୟ ସେ ତାଙ୍କ ସହିତ ଥିଲେ ବୋଲି କହନ୍ତି। Okay, so why they said that is the moment he meets Jesus, he addresses him as rabbi or a teacher. ଆଉ ସେ ଏପରି କାହିଁକି କୁହାଯାଏ ନା, ସେ ଯେଉଁ ମୁହୂର୍ତ୍ତରେ ସେ ପ୍ରଭୁ ଯୀଶୁକୁ ଭେଟିଲେ, ସେ ସାଙ୍ଗେ ସାଙ୍ଗେ ସେ ତାଙ୍କୁ ସମ୍ବୋଧନ କରିକି ଗୁରୁ ବା ଶିକ୍ଷକ ବୋଲି ସମ୍ବୋଧନ କରୁଛନ୍ତି। And we know that the Bible says that he came in the night and he sat down with Jesus and he discussed a lot of spiritual things with him. ଆଉ ଏଠାରେ ବାଇବେଲ ମଧ୍ୟ ଏପରି ଲେଖେ ଯେ ସେ ରାତ୍ରି ସମୟରେ ଯୀଶୁଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କ ସହିତ ଆତ୍ମିକ ବିଷୟରେ ବହୁତ ଗୁଡିଏ ବିଷୟ ରାତ୍ରି ମଧ୍ୟ ତାଙ୍କ ସହିତ ଆଲୋଚନା କରିଥିଲେ। He was observing what all Jesus said and what he did. ଆଉ ସେ ଏଇ ସବୁ ମଧ୍ୟରେ ସେ ଗୋଟେ ଜିନିଷ ଲକ୍ଷ୍ୟ କରୁଥିଲେ, ପ୍ରଭୁ ଯୀଶୁ ତାଙ୍କ ବାକ୍ୟ ମଧ୍ୟରେ କଣ କହୁଥିଲେ ଏବଂ ସେ କଣ କରୁଥିଲେ। So we also in our spiritual lives must be people who are observant about both physical and spiritual life that we live. ଆଉ ଆମେ ମଧ୍ୟ ଏବେ ଗୋଟେ ଆତ୍ମିକ ଲୋକ ହିସାବରେ ସମସ୍ତଙ୍କର ଦୃଷ୍ଟିଗୋଚର ହେଇଥାଉ, କିପରି ଭାବେ ଆମେ କାର୍ଯ୍ୟକଳାପରେ ଏବଂ ବାକ୍ୟରେ ଆମ ଲୋକଙ୍କ ମଧ୍ୟରେ କିପରି ଆତ୍ମିକ ଆମେ ଦେଖା ଯାଉଛୁ। Very sadly, we observe other people's life but we don't follow our own life. ଆଉ ବହୁତ ଦୁଃଖର ବିଷୟ ଯେ ଆମେ ଅନ୍ୟମାନଙ୍କର ଜୀବନ ଶୈଳୀକୁ ବହୁତ ଅନୁକ୍ଷଣ କରୁଛୁ ଟିକିନିକି ଭାବେ, କିନ୍ତୁ ନିଜ ଜୀବନ ଶୈଳୀ ବିଷୟରେ ଆମେ କେବେ ବି ଯତ୍ନବାନ ହେଉନାହୁଁ।
Now, the Sanhedrin Council was a very powerful and influential office. Yes. Sanhedrin Aଜ୍ଞା। Council, the Pharisees committee, no, is known as the yes। Sanhedrin. ଓହୋ ସେଇ ଯୋଉ ଆମର ଫାରୁସି ଫାଦୁକ ମାନଙ୍କର ଯୋଉ ସଭା ଥିଲା ଯା ସେନିଡେନ୍ ବୋଲି କୁହାଯାଏ। So he ଏଇ was ଯୋଉ one of the members there. ସେଇ କମିଟିରେ ସେ ଗୋଟେ ବ୍ୟକ୍ତି ସଭ୍ୟ ଥିଲେ। So they say that he also was, what do you call, investigating Jesus. ସେଇ ସଭା ସମିତି ମଧ୍ୟରେ ମଧ୍ୟ ଏପରି କୁହାଯାଉଛି ସେମାନେ ପ୍ରଭୁ ଯୀଶୁଙ୍କୁ ସବୁବେଳେ ନିରୀକ୍ଷଣ କରୁଥିଲେ ସବୁ ଜାଗାରେ। But the very good thing is this man was open to the truth. କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ବା ଉତ୍ତମ ବିଷୟ କଥା ଏହା ହେଉଛି ଯେ ଏଇ ଯୋଉ ନିକୋଦେମ ଲୋକଟା ତାଙ୍କ ହୃଦୟ ଟିକେ ଖୋଲା ପ୍ରକୃତିର ଲୋକ ଥିଲେ। And that is why he addresses Jesus as Rabbi and he accepts the teaching of Christ. ସେଥିପାଇଁ ସେ ପ୍ରଭୁ ଯୀଶୁଙ୍କୁ ସେ ଗୁରୁ ବା ଶିକ୍ଷକ ରୂପେ ସମ୍ବୋଧନ କରୁଥିଲେ ଏବଂ ତାଙ୍କର ସେ ଉପଦେଶ ଶିକ୍ଷକ ମଧ୍ୟ ସେ ଗ୍ରହଣ କରୁଥିଲେ। If you look at verse 3, Jesus tells him, I tell you the truth, no one can see the kingdom of God unless he is born again. ଆଉ ଏଠାରେ ଆମେ 3 ପଦରେ ଏପରି ଲେଖାଯାଏ ସେ ଯୀଶୁ ତାଙ୍କୁ ନିକୋଦେମସ୍ କହୁଛନ୍ତି ସତ୍ୟ ସତ୍ୟ ମୁଁ ତୁମକୁ କହୁଛି ପୁନର୍ବାର ଜନ୍ମ ନହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। Now you look how Christ tells him about the kingdom of God. ଆଉ ଏଠାରେ ଆମେ ଦେଖୁଛୁ ପ୍ରଭୁ ଯୀଶୁ କିପରି ନିକୋଦେମସକୁ ଆଉ ସ୍ୱର୍ଗ ରାଜ୍ୟ ବିଷୟରେ କହୁଛନ୍ତି। And Nicodemus, he immediately looks at it physically and he asks, how can I be born again? ଆଉ संगे संगे এই କଥା ଶୁଣିଲା ପରେ ନିକୋଦେମ ତାଙ୍କୁ ଶାରୀରିକ ରୂପେ এই କଥାକୁ ଗ୍ରହଣ କରୁଛନ୍ତି ଏବଂ କହୁଛନ୍ତି ମୁଁ କିପରି ପୁନର୍ବାର ଜନ୍ମ ଗ୍ରହଣ କରିପାରିବି। That's how the Pharisees and Sadducees they look at everything physically. They don't look at things spiritually. ତେଣୁ କରି ସେଇ ସାଧୁ କି ଫାରିସି ମାନଙ୍କର ଏଇପରି ଚିନ୍ତାଧାରା ଥିଲା ଯେ କୌଣସି ବିଷୟରେ ହେଲେ ସେଇ ବିଷୟକୁ ସେମାନେ ଶାରୀରିକ ବିଷୟ ଦେଖୁଥିଲେ କିନ୍ତୁ ସେଇ ଶିକ୍ଷକ ସେମାନେ ଆତ୍ମିକ ରୂପେ ଦେଖୁ ନଥିଲେ। And many times we also do the same mistake. We don't look at things spiritually, we look at it physically. ଆଉ ଅନେକ ସମୟରେ ଆମେ ମାନେ ମଧ୍ୟ ଏଇପରି ଭାବେ ଅନେକ ଭୁଲ କରିଥାଉ କାରଣ ଅନେକ ବିଷୟକୁ ଆମେ ଆତ୍ମିକ ରୂପେ ନ ଦେଖିକି ଆମେ ଶାରୀରିକ ରୂପେ ଦେଖିଥାଉ। So we should look at our own life spiritually first and then physically. ତେଣୁ କରି ଆମେ ମଧ୍ୟ ଆମେ ଜୀବନକୁ ପ୍ରଥମେ ଆତ୍ମିକ ରୂପରେ ଦେଖିବା ତାପରେ ଯାଇକି ଆମେ ଶାରୀରିକ ରୂପେ ଦେଖିବା। And if you look at the same John chapter 6 verse 14 and verse 15. Yes 3. Yes. ସେଇପରି ଭାବେ ଆମେ ଦେଖିବା ସେଇ 3 ପର୍ବର ଆଉ 14-15 ପର୍ବ ଦେଖିବା ଏପରି ଲେଖାଯାଏ ପୁଣି ମଶା ଯେ ପ୍ରକାର ପ୍ରାନ୍ତରେ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ ମନୁଷ୍ୟ ପୁତ୍ର ଅବଶ୍ୟ ସେଇ ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ ଯେପରି ଯେ କୋଇ ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। Now he knows fully well the Bible, the Numbers chapter 21. He knows where it is mentioned that Moses made that brass serpent. ଆଉ ସେ ନିକୋଦେମ ଯୋଉ ଉତ୍ତମ ରୂପେ ଜାଣିଥିଲେ ଯେ ଯୋଉ ଗଣନା ପୁସ୍ତକରେ 15 ପର୍ବରେ ଏପରି ଲେଖାଯାଏ ଯେପରି ମଶା ସେ ପିତ୍ତଳର ସର୍ପକୁ ତିଆରି କରି ଉପରକୁ ଉଠାଇଥିଲେ। And when the sick people looked upon that serpent, they received healing. ଆଉ ଯୋଉମାନେ ସେ ରୋଗଗ୍ରସ୍ତ ହେଇଥିଲେ ଯୋଉମାନେ ସବୁ ସେ ଉପର ଉଠା ଯାଇଥିବା ସର୍ପକୁ ଦେଖୁଥିଲେ ସେମାନେ ସୁସ୍ଥ ପ୍ରାପ୍ତ ହଉଥିଲେ। So he was indirectly telling him about himself that he will one day die on the cross of Calvary for the sins of man. ଆଉ ସେ ନିଜେ ପ୍ରଭୁ ଯୀଶୁ ନିଜ ବିଷୟରେ କହୁଛନ୍ତି ଦିନେ ଆସିବ ସେ ଆଉ କାଲବରୀ କ୍ରୁଶ ଉପରେ ଆଉ ଲୋକମାନଙ୍କର ପାପ ନିମନ୍ତେ ସେ କ୍ରୁଶାର୍ପିତ ବା ମୃତ୍ୟୁ ବରଣ କରିବେ। And then you find in John 3:16 he says that God so loved the world that he gave his only begotten son. So he's talking about himself. ଆଉ ତାପରେ ସେ संगे संगे 16 ପଦରେ ଏପରି କହୁଛନ୍ତି ଯେ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ସେ ଆପଣ ଅଦ୍ୱିତୀୟ ପୁତ୍ରକୁ ଦେଲେ ସେ ଏହା ନିଜ ବିଷୟରେ କହୁଛନ୍ତି। So we need also to understand or believe in Christ in a more spiritual way than physical way. ତେଣୁ କରି ଆମେ ସମସ୍ତେ ପ୍ରଭୁ ଯୀଶୁଙ୍କୁ ବହୁତ ଆତ୍ମିକ ରୂପେ ଆଉ ସତ୍ୟତ ରୂପେ
ଆଉ ଶାରୀରିକ ଅପେକ୍ଷା ଆତ୍ମିକ ରୂପେ ଭାବରେ ଅଧିକ ଭାବେ ବୁଝିବା ଆବଶ୍ୟକତା ରହିଛି। What I mean to say is, we think that if I pray or if I do something, God will bless me. It is physical. We got to commit our life to Christ. ଆଉ ଆମେ ଅନେକ ସମୟରେ ଏପରି ଭାବିଥାଉ ମୁଁ ଯଦି ପ୍ରାର୍ଥନା କରିବି କିମ୍ବା ଅନ୍ୟ କୌଣସି ଏପରି ବିଧି ବିଧାନ କରିବି ତାରେ ପରମେଶ୍ୱର ମୋ ପ୍ରାର୍ଥନା ଶୁଣିବେ ମତେ ଉତ୍ତର ଦେବେ, କିନ୍ତୁ ସେପରି ନାହିଁ। କିନ୍ତୁ ଆମେ ତାଙ୍କ ସହିତ ଉତ୍ତମ ରୂପେ ସମ୍ପର୍କ କରିବା ବା ନିଜ ଜୀବନକୁ ତାଙ୍କ ସମର୍ପଣ କରିବାର ଆବଶ୍ୟକତା ରହିଛି। See, whatever we are nothing without Christ. ଆଜି ଆମେ ଯାହା କିଛି ଅଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିନା ଆମେ କିଛି ନହୁ। So our prayer life is nothing. It's before God it is nothing. ଆଉ ଆମେ जो ଆଜିକାଲି ପ୍ରାର୍ଥନା ଜୀବନ କାଟିଛୁ ପ୍ରଭୁ ଯୀଶୁଙ୍କ ଖ୍ରୀଷ୍ଟରେ ତା କିଛି ନୁହେଁ, ତୁଚ୍ଛ ଅଟେ। That's what he says over here, that whosoever believes in him. No, we need to put our faith, our trust, our commitment to Christ. ତେଣୁକରି ଏଇଠି କହୁଛନ୍ତି ଯେ କେହି ତାଙ୍କୁ ବିଶ୍ୱାସ କରେ, ତା ଅର୍ଥ ଆମର ସମସ୍ତ ବିଶ୍ୱାସ ଆସ୍ଥା ଭରସା ସବୁ ଆମେ ତାଙ୍କ ପାଖରେ ହିଁ ରଖିବା ଆବଶ୍ୟକତା ରହିଛି। So Nicodemus was now looking at it spiritually because Christ has now opened his eyes to understand. Yes, ବର୍ତ୍ତମାନ ନିକୋଦେମସ୍ କଣ କରୁଛନ୍ତି, ସମସ୍ତ ବିଷୟକୁ ଆତ୍ମିକ ରୂପେ ଦେଖୁଛନ୍ତି, କାହିଁକି ନା ପ୍ରଭୁ ଯୀଶୁ କଣ କଲେ ତାଙ୍କର ଆତ୍ମିକ ଚକ୍ଷୁ ବର୍ତ୍ତମାନ ପିଠେଇ ଦେଲେ। Because he began to say that unless the kingdom of God comes inside you. ଆଉ କାରଣ ସେ କହିବାକୁ ଲାଗିଲେ ଯେ ଯେତେବେଳେ ପର୍ଯ୍ୟନ୍ତ ସ୍ୱର୍ଗ ରାଜ୍ୟ ତମ ହୃଦୟ ମଧ୍ୟକୁ ଆସି ନାହିଁ। In Ezekiel chapter 36, God's word says that God will put his spirit in you and make you to walk in his ways. ଆଉ ଜିଜିକଲ 36 ପର୍ବରେ ଏପରି କୁହାଯାଏ ପ୍ରଭୁ ଯୀଶୁ କଣ କରିବେ, ତାଙ୍କ ହୃଦୟକୁ ତାଙ୍କ ଆତ୍ମାକୁ ତମ ହୃଦୟ ମଧ୍ୟରେ ରଖିବେ ଆଉ ତାଙ୍କ ଇଚ୍ଛା ଅନୁସାରେ ତମକୁ ଚଳେଇବେ। So it is not just a physical word but also the spiritual act of God in our lives. କାରଣ ଏହା ଏପରି କୁହାଯାଏ ଯେ ଆମର କେବଳ ଶାରୀରିକ କର୍ମ ନୁହେଁ, କିନ୍ତୁ ତାଙ୍କର ଆତ୍ମା ଯୋଉ ଆମ ଭିତରେ ଦେଇଛନ୍ତି ସେ ଆତ୍ମିକ କାର୍ଯ୍ୟକଳାପକୁ ବୁଝାଇଥାଏ। Yes, we need to ask God every day, Lord, I want you to involve yourself into my life, come into my life, change me, lead me, guide me. We should pray. ତେଣୁକରି ଆମେ ପ୍ରତିଦିନ ସକାଳଟି ପ୍ରଭୁ ପ୍ରାର୍ଥନା କରିବା, ପ୍ରଭୁଙ୍କୁ ନିମନ୍ତ୍ରଣ କରିବା ନିଜ ହୃଦୟକୁ, ପ୍ରଭୁ ତୁମେ ମୋ ହୃଦୟ ମଧ୍ୟରେ ସବୁ କାର୍ଯ୍ୟକଳାପରେ ତମେ ହସ୍ତକ୍ଷେପ କର, ମତେ ପରିଚାଳିତ କର, ଚଳାଇ କର ପ୍ରତ୍ୟେକ କ୍ଷେତ୍ରରେ। Very interesting thing we'll see in John chapter 7. ଆମେ ଗୋଟେ ମଜା ବିଷୟ ଆମେ ଜନ୍ ଲିଖିତ ସୁସମାଚାର 7 ପର୍ବରେ ଦେଖିବା। Yeah, you just read verse 50 and 51. ଆଉ 50 ଆଉ 51 ପଦରେ ଏପରି ଲେଖାଯାଏ, ଯେଉଁ ନିକୋଦିମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରେ, ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାଙ୍କ ଆଚରଣ ବିଷୟ ନ ଜାଣି ଆମମାନଙ୍କର ବ୍ୟବସ୍ଥା କଣ ତାହାକୁ ଦୋଷୀ କରେ? Now this meeting is going on among the Pharisees to capture Jesus and punish him. ଆଉ ଯେତେବେଳେ ଫାରିସି ମାନଙ୍କ ମଧ୍ୟରେ ସଭା ବସିଛି କିପରି ଆମେ ଯୀଶୁଙ୍କୁ ଧରିବା ଏବଂ ତାଙ୍କୁ ଦଣ୍ଡ ଦେବା। Now Nicodemus is a member of that council and he tells the council something. ଆଉ ସେଇ ସଭା ମଧ୍ୟରେ ପ୍ରଭୁ ଯୀଶୁ ନିକୋଦେମସ୍ ମଧ୍ୟ ଗୋଟେ ସଭ୍ୟ ଥିଲେ ଆଉ ଏଇପରି ଭାବେ ଆଲୋଚନା ଚାଲିଥିଲା। ଆଉ ସେତେବେଳେ ନିକୋଦେମସ୍ ଏପରି କହୁଛନ୍ତି। In verse 51 he says, does our law condemn somebody without even listening to what he has to say? ଆଉ ସେ ଏପରି କହୁଛନ୍ତି ଯେ ଆମେ ଯୋଉ ବ୍ୟବସ୍ଥା ପାଳୁଛୁ ତା ଅନୁସାରେ ତାଙ୍କର କଥା ନ ଶୁଣିକି ଆଉ ତାଙ୍କୁ କଣ ଦୋଷୀ କରିପାରିବା, ଏପରି ପଚାରୁଛନ୍ତି। He did not openly say that he was a follower of Christ. କିନ୍ତୁ ସେ ଏଠାରେ ଖୋଲା ଖୋଲି ଭାବେ ସମ୍ମୁଖରେ ସେ କହୁନାହାନ୍ତି ଯେ ମୁଁ ମଧ୍ୟ ପ୍ରଭୁ ଯୀଶୁଙ୍କୁ ଅନୁସରଣ କରେ ବୋଲି। But we know that in his heart now he knows what is the truth and what is false. ଆଉ କିନ୍ତୁ ଆମେ ଜାଣି ପାରୁଛୁ ଯେ ସେ ନିକୋଦେମସ୍ ତାଙ୍କ ହୃଦୟ ମଧ୍ୟରେ ବର୍ତ୍ତମାନ ଜାଣିଛନ୍ତି ଯେ ଆଉ କୋଉଟା ଠିକ ଆଉ କୋଉଟା ଭୁଲ ବୋଲି। So we also sometimes we are in a very tight position. We do not know whether to say the truth or to hide the truth. ଅନେକ ସମୟରେ ଆମେ ମଧ୍ୟ ଏପରି ବିଚଳିତ ମନ ଅବସ୍ଥାରେ ରହିଥାଉ, ଅନେକ ଜାଗାରେ ମୁଁ ଏଠାରେ ସତ କଥା କହିବି ନା ମିଛ କଥା କହିବି ବୋଲି। Now Nicodemus starts as a seeker, now he becomes a defender.
एबे प्रभु जीशु कौन करथिले तांको अनुसरण करथिले किंतु एबे कौन करचंती प्रभु जीशु को सुरक्षा किपरि देबी से विषय से चिंता करचंती। It's not that he's protecting Jesus. He's talking about importance to holiness than hypocritical living. से जे प्रभु को एठारे सुरक्षा देवा चाहछन ता नाही किंतु से यस पास्टर अगेन No, he was not protecting Jesus physically. He is talking about यस about being holy and hypocrisy. हां से एठी जे प्रभु को सुरक्षा देवा चाहछन ता नहे किंतु से पवित्र विषय कहया चाहछंती किंतु कपटी मन को परे आमे केपरि कथा न हबा ताको विषय एई विषय से सभा मध्ये से कहउछन। So he is just one person among all the hypocrites and he's telling them that you cannot just overrule. ये जे जन व्यक्ति सभा मध्य समस्त जिते सब कपटी माने थिले समान को मध्यरु ए कहउथले तमे जहा कहउछ नीति नियम बाहर कहउछ बोली से समान को कहउथले। So it's not that he was afraid of his life. ये से एपरि ताको जीवन को भय न करी कि मध्य से सत कथा सेटार कहउचंती। But as a Pharisee, as a what you could say general human being, he wants people to be open minded. आ जने फारसी हिसाब रे एवं जने लोक साधारण लोक हिसाब रे आ लोक से समस्त का आगे खोला मनोभाव रखिया पई से आह्वान करथिले कहउथिले। Sometimes we as Christians, we compromise because nobody is watching. आ अनेक समय रे आमे कोन करथाउ जगत सहित सालिस करथाउ कंप्रोमाइज करथाउ कारण आमे भाबिताउ जे आमु के देखु नांती। But Nicodemus, Jesus, nobody was there, but his heart was convicted with the truth of Christ. से जो सभा रे बसतिले से यीशु सेटा नथिले किंतु से तांको हृदय मध्य रे से सत्य बोध पाइथिले। Jesus did not tell him, please, if any chance anybody is there, please protect me. No, Jesus did not say anything. He on his own stood up for the truth. प्रभु जीशु तांके पर कोइ नथले तमे जन व्यक्ति तमे मते सुरक्षा देई पर तमे मो विषय रे सत कहि पारिबो एपरि से कहू नथले किंतु से जा सुनिथिले से अनुसार से ताको हृदय रे से सत्यता जानथिले एवं सत्य कहउथिले से। So in our heart also, not that we should protect any of our Christian community. It's not that. You got to stand up for the truth and speak for holiness and not hypocrisy. आमे मध्य जे आमे हृदय रे आमे क्रिश्चियन लोक को सुरक्षा देबा ताहा नय किंतु आमे सब पर सत्य कहबा आ कपटी मान को पर नय आमे सत्यता समस्त आगे प्रकाश करिबा। There is another interesting thing about this man Nicodemus. When all the disciples left Jesus when he was arrested, but Nicodemus came forward. किंतु आ गोटे भलो विषय निकोदेम विषय थिला जेते बेले प्रभु यीशु को बंदी करा गला सेतले समस्त शिष्य तांको छाडी चली गले किंतु सेठारे प्रभु यीशु एकला सॉरी निकोदेमस एकला ही तांको सहित थिले। Because there was another Sanhedrin also, a powerful man by the name of Joseph. They both together take the body of Jesus and they give it a very beautiful burial. आ तांको सहित आ जोसेफ पर आराम थे जोसेफ पर आ जने लोक थिले एमान दि जण मिसी कि से प्रभु यीशुଙ୍କର मृत्यु शरीर नै कि गटे उत्तम भाबरे कबर स्थान से रखिथिले। Now the Bible, Jesus himself says, let the dead bury the dead. आ प्रभु यीशु निजे ही कहिथिले जे मृत लोकनको मृत्यु जगह रे छाडी दियो बोली। In a way that was fulfilled in his own life. आ एई परि भाबे तांको जीवन रे तांको कहिथिबा घटना जाक से पूर्ण करथिले। Even though Joseph and Nicodemus were very much involved in taking the body down and burying the body of Jesus, but they both were believers in their hearts. जदियो निकोदेमस आ जोसेफ दि जण से क्रूस ऊपर ताको शरीर को ओले की नै की आ कबर देथिले किंतु ताको हृदय रे दि जण जाक प्रभु यीशु को विश्वास करूथिले। And also the what do you call, the disciples were fishermen, very poor, weak people. They could not have done this act. आपर मध्य से जो शिष्य माने थिले से माने गरीब एवं माछुआ माने थिले से माने मध्य एई परि काम करि पारि न थांते। Because Jesus was a very powerful man and it's not easy to go and get his body and get it buried. It's not easy. प्रभु जीशु जेतु गणे क्षमताशाली लोक से समय थिले
तेणु कर एटा सहज नथिला जे जणे साधारण लोक हिसाब रे जाई कि ताको शरीर को क्रूसर ओलेबा नै कि कबर देबा बोली. Very sadly, you find some, what do you call, irony. Own disciple by the name of Judas betrays Jesus. किंतु बेसी दुखर विषय जे आउ तांको शिष्य मानक मध्यरु जे थिले ईश्वर जे से निजे ही तांको प्रतारणा कले. But you find from the enemy camp, so to say, Nicodemus Yes. and Joseph, they come forward and bury the body of Jesus. किंतु अन्य क्षेत्र रे हम देखिदेला जे शत्रु पक्षरु दुई जण आ जोसेफ आ निकोदेमस जाय कि तांको शरीर को आनी थिले एवं उत्तम रूपे तांको कबर देइथिले. While one of the very own becomes a betrayer, the opposite party becomes a follower. आ जेते बेले निज दल थिबा जणे तांको प्रतारण करचंती से ठीक समय रे तांको विरोध रे थिबा दल मध्यरु दुई जण आसी कि तांको सम्मान दउछवा प्रेम करचना विश्वास करचंती. What can we learn from the life of this man Nicodemus? ताले आज हमें निकोदेमस को जीवन ठार हमें कोन शिक्षा पाइलु. Jesus says, you are the teacher to Israel. आ यीशु को से कहउचंते तम इस्राएल मन को मध्यरे जण शिक्षक अट. So Jesus recognized that Nicodemus was a well-versed Bible teacher. आ एठार प्रभु यीशु कहउचंते जे निकोदेमस जणे उत्तम बाइबल शिक्षक अटंती. But still, you find the humility of Nicodemus to come and ask for so many doubts that he had concerning the Bible. एते सब बाइबल शिक्षक हेले मध्य से निजे को नम्र करिकि प्रभु यीशु को पकु आसिकि बाइबल मध्यरु अनेक गुडी विषय पचार कि तांका मध्यरु जो द्वंद्व भाव थिला से दूरी करिया चेष्टा करचंती. So we also should understand that we don't know the Bible. We need so much to learn from the Bible almost every day. आ आमे मध्य चिंता करे जे आज मध्य आमे बाइबल को जमा जानि ना हमको बहुत गोले विषय शिखी के शिखेवार आज मध्य आवश्यकता रही छी. So may God help us to have that spirit of teachability. आ परमेश्वर हमको सहायता करन आमे जो शिक्षा ग्रहण करिवार से आत्मा हमको दियंतु. So only when you have the spirit of teachability can you go to Jesus and say, Lord, teach me. आ जेतले जाय कि हम हृदय रे आसीबे जे प्रभु मु शिक्षा पाया चाहबे शिखिबा चाहूची एई परि मनोभाव आसीबो सेतले ही आमे नम्र भाव रे प्रभु यीशु जाय कि आमे कहि पारिबा जे प्रभु यीशु मते बाइबल मते शिखाओ बोली. Otherwise, whoever preaches the Bible, you will say, I know more than him. यस किंतु सेमिति नहले आमे जे भी हमको बाइबल शिक्षा देले मध्य आमे कहि पारिबा जे हां मु तांकोटार अधिका जानि छी बोली. So may God give us the heart to humble ourselves and acknowledge our lack of understanding and ask Holy Spirit to teach us. प्रभु यीशु हमको सहायता करूं जे आमे निजको नम्र करू आमे स्वीकार करू जे प्रभु मु किछि जानने आ मते पवित्र आत्मा द्वारा सहायता करंतु मु जे परि आउर शिखि पारिबी. Now Nicodemus, he was in the beginning a secret follower or a secret believer of Christ. आ एठार हम देखु जे निकोदेम पारंपर से जने गुप्त शिष्य बा अनुसरणकारी प्रभु यीशुकर थिले. But as he began to follow Christ, because he was one of the people appointed to investigate the ministry of Jesus. आ एई परि भाबे जेतले से प्रभु यीशु को अनुसरण करले जे से जने प्रभु यीशु को दोष धरिबा बा ताको शिक्षा विषय रे जा कोन भूल अछि धरिया पय ताको गोटे सभ्य रूप रखाइतिला. He learned and he grew by applying the teachings in his life. आ से शिक्षा कले एवं निज आत्मिक जीवन रे बुद्धि पाइले जेतु से प्रभु यीशु तारो बाहर थिबा शिक्षा को से निज जीवन रे से लगाइले. And in the right time, he even told the Sanhedrin council not to be cruel to Jesus. आ से ठीक समय रे से मध्य सभा मध्य रे फारिसी साजी को मध्य कहिथिले आ प्रभु यीशु को प्रति तमे ताको कथा न सुनि कि ताको प्रति तमे निष्ठुर व्यवहार करो नाही. But of course, they did not listen to him. Yes. But they did not listen to Nicodemus. किंतु से माने निकोदेमस को से कथा को सुनिले नाही. And we know that Christ was arrested by the Sanhedrin council and he was also ordered to die by this council.
आमे जानि पारछु जे तांकर गुप्त जो सभा थिला तांको द्वारा निष्पत्ति नियाला जे तांको अरेस्ट करा गला एवं तांको सेमानक द्वारा मध्ये तांको मृत्युवरण दिया गला. The most beautiful thing in his life is he never doubted Jesus. निकोदेम जीवन रे सबुठारु उत्तम विषय थिला जे से प्रभु यीशु को केबे भी संदेह दृष्टि रे देखि नथिले बा संदेह करि नथिले. I think each day that he went to the office, everybody was talking about the negative things of Jesus. प्रति थर से जेतले तांको सभा मध्य को जाउथिबे प्रति जण तांको अनेक कहउथिबे जे ये प्रभु यीशुकर गोटे अनुसरणकारी कोई कि विभिन्न प्रकार मंद कथा तांको विरुद्ध रे कहउथिबे. But he never believed those reports because in his heart he knows the truth about Jesus. किंतु से जो माने तांको बचहा करथिले विभिन्न विषय कहउथिले से तांको को दृष्टि दौने थिले कारण से हृदय रे जानिथिले जे से सत्य को जानिचंती बोली. Because he surrendered his life the day when Jesus spoke to him in John chapter 3 and verse 16. आ सेही दिन से प्रभु यीशु को तांको हृदय रे ग्रहण करि साथिले जो दिन प्रभु यीशु तांको जॉन लिखे सुसमाचार 3:16 जो पद लिखाई छि ता कहिले. So what can we learn from Nicodemus? ताले आज हमें निकोदेमस जीवन रो हमें कोन सिखिलु. Sometimes we are like the Pharisees, we think that we know the Bible, but actually we don't know the Bible. अनेक समय रे हमें फारिसी को परि होइता हमें भाबी थाउ जे हमें बाइबल बेसी जानि देछु किंतु देखिया गला हमें बाइबल विषय किछि जानि ना. Let us go in secret, in a time of prayer and ask Jesus, Lord, forgive me and open my eyes that I may learn from your word. आसंत आमे गुप्त भाबरे प्रभु यीशु पाखु जिबा आ ताको कहया प्रभु यीशु म साहाय्य कर आ मते शिक्षा दियो मुझे पेरे आउरी तम विषय रे मु अधिक जानि पारिबी. Now Nicodemus was a seeker, means he wanted to know more. प्रभु यीशु जणे निकोदेमस जणे अनुसरण करबा जानिबा परि लोक थिले ताण से अधिक जानिया पई तांको थारु चेष्टा करथि. So may God give us the same heart that we may learn more and grow more in our faith and love in Jesus. तेणु आज प्रभु यीशु हमक साहाय्य करतो आमे जेपरि आमे अधिक जानिबा अधिक सिखिबा आ तांकटार अधिक जेपरि आमे प्रेम रे विश्वास रे बढ़ी पारिबा आमे. And because of that nature as a seeker he got eternal life. आ प्रभु यीशु को से बेसी ऊर्ध्व रे से आवश्यक करथबर चाहुथबारु से दिन कोन कले ना अनंत जीवन पाइले. So we also should forget all our throw away all our egos and our pride and humble ourselves in God's presence. आमे मध्य आज आमे हृदय मदर थिबा समस्त हिंसा अहंकार को फपाड़ देबा एवं प्रभु यीशु को आमे अनुसरण करबा आ निजको तांका निकट समर्पण करबा. So may God help us to be a Nicodemus, that we may come to him and say, Lord, teach me that I may grow and I may bear the fruit of the Spirit. आज मते से निकोदेमस परि प्रभु यीशु को निकट को आसीबा आ प्रभु कहया प्रभु मते शिक्षा दियो अब मते बढ़िबा को दियो जेपरि मु आत्मिक फल रा आउरी फड़ी पारिबे. Let us close our eyes and pray. आसंत हमें संध्या काल रे निज निज चक्षु बंद करबा एवं प्रार्थना करबा. Father, we come to your presence this evening in Jesus' name. पिता ए संध्या काल रे प्रभु यीशु को नाम रे हम तुम चरण तल को आसु. We thank you that we could look into the Bible concerning Nicodemus for some time. हमें धन्यवाद दउ जे आज हमें आपन देजबा से बाइबल रो हमें निकोदेमस जीवन रे किछ गुडे विषय शिक्षा करू. Lord, give us the spirit of teachability. पिता हमको एपरि आत्मा दियो जे हमें जेपरि शिक्षा ग्रहण करिया पई इच्छा प्रकाश करिवु. Lord, help us that we may understand everything spiritually than running after physical things, Lord. पिता हमको साहाय्य करे जे हमें प्रत्येक विषय जेपरि आत्मिक रूपे ग्रहण करिवु आ शारीरिक भाबरे चिंता करी हमें ता पछे जेपरि न धाइबु. Father, we pray that you will help us to stand up for holiness and not live a hypocritical life. पिता हमको साहाय्य करे जे हमें जेपरि पवित्र रूपे ठियाई परबु किंतु गोटे कपटी परि जीवन न बिताइबु. Father, we pray that you will bless the church all over the world and protect them for the God in the name of Jesus. पिता हमें धन्य हम प्रार्थना करछु जे सारा पृथ्वी रे थिबा
ସମସ୍ତ ମଣ୍ଡଳୀକୁ ତୁମେ ଆଶୀର୍ବାଦ କର ଏବଂ ସୁରକ୍ଷା କର ପ୍ରଭୁ ଯୀଶୁଙ୍କ ନାମରେ। Prepare the churches for your coming, Lord. ପିତା ତମର ମଣ୍ଡଳୀକୁ ତୁମେ ସେଇ ଦ୍ୱିତୀୟ ଆଗମନ ପାଇଁ ପ୍ରସ୍ତୁତ କର। Lord, we pray, let there be a healing throughout all the nations in the world. ପିତା ସାରା ପୃଥିବୀର ଦେଶ ମଧ୍ୟରେ ତମର ସୁସ୍ଥତା ଆସୁ। Heal our nation and heal our state, city, and village, Father. ପିତା ଆମ ଦେଶ ରାଜ୍ୟ ସମସ୍ତ ନଗର ଗାଁକୁ ପ୍ରଭୁ ତୁମେ ସୁସ୍ଥତା ପ୍ରଦାନ କର। Bless us once again this evening. ପିତା ପୁନର୍ବାର ସନ୍ଧ୍ୟାକାଳ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। In Jesus' name I pray, Father. Amen. ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ମାଗୁଛି ପିତା, ଆମେନ୍। ପିତା ପରମେଶ୍ୱର ଅସୀମ ପ୍ରେମ ଦୟା, ପୁତ୍ର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି, ଶକ୍ତି ଓ ସୌଭାଗ୍ୟତା ପ୍ରଭୁ ଯୀଶୁଙ୍କର ଆଗମନ ପର୍ଯ୍ୟନ୍ତ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହୁଅନ୍ତୁ। ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଛୁ, ଆମେନ୍। ଯୀଶୁଙ୍କ ରକ୍ତରେ ଜୟ, ଯୀଶୁଙ୍କ ନାମରେ ଜୟ, ଜୟ, ବାକ୍ୟରେ ଜୟ, ଯୀଶୁଙ୍କ ପ୍ରେମରେ ଜୟ। ଜୟ। Praise the Lord. Praise the Lord. Lord.